ଦେଖିପାରୁଥିବେ ଆମର କଖାରୁ ଗଛର ଉତ୍ପତ୍ତି ଏଇଠୁ ହେଇଛି। ଏଇଟା ହେଉଛି ଆମର ଗୋଟେ କୁଣ୍ଡ ଆଉ ଏଇଟା ମୋ ଛାତ ଉପରେ ହିଁ କଖାରୁ ଗଛ ଲଗା ହେଇଛି। କେଡ଼ିକି ଟିକେ ଜାଗା ଦେଖିପାରୁଥିବେ, ବଡ଼ କୁଣ୍ଡଟା ଅଛି ଅବଶ୍ୟ। ବୋଉ ଏଇଟା ଲଗେଇଛି କଖାରୁ ଗଛଟା। ଆଉ କେତେ ବାଟ ଦେଖିଛି ମାଡ଼ିଛି, ମୁଁ ପୁରା ସେପଟୁ ଦେଖିଲି, ସେପଟ କାନ୍ଥରୁ ପୁରା ମାନେ ହେଇଛି। ଇଆଡ଼ ପୁରା ଏଇଟା ପୁରା ଏମିତି ଉପରକୁ ଉଠିକି ପୁରା ମାଡ଼ିଛି ଗଛଟା, ଦେଖିପାରୁଥିବେ। ଏଇ ଗଛ ଉପରେ ବି ବୋଉ ତାକୁ 2 ପରସ୍ତ 3 ପରସ୍ତ କରିକି ମଡ଼େଇ ଦେଇଛି। କେଡ଼େ ଲମ୍ବା ଗଛ ହେଇଛି। ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ଆପଣମାନେ ଦେଖିପାରୁଥିବେ, ଗୋଟେ ଖୁସିର କଥା ମଧ୍ୟ। କେଡ଼େ ବଡ଼ ଆମର କେଡ଼ିକିଟିଏ ଛୋଟିଆ କେଡ଼େ ବଡ଼ କହିଲି ସରି କେଡ଼ିକିଟିଏ ଛୋଟିଆ ଦେଖିପାରୁଥିବେ ହେଇଛି କଖାରୁ। କେତେ ବଢ଼ିଆ ସୁନ୍ଦର, ମାନେ ଖୁସି ଲାଗୁଛି। ଆମେ ଖାଉ ନ ଖାଉ କିନ୍ତୁ ଛୋଟିଆ ଗଛଟା ଗୋଟେ କଖାରୁ ହେଇଛି। ବଢ଼ିଆ ଗୁଲଗାଲିଆ ଛୁଆ ଭଳିଆ କଖାରୁଟେ ହେଇଛି, କୁନି ଛୁଆ ଭଳିଆ ଦେଖାଯାଉଛି। ପ୍ରଥମ ଆମର ମାନେ ଏଇଟା ହେଉଛି ପ୍ରଥମ କରିକି ଆମର ଏଇଟା କଖାରୁ ଗଛ ଲଗା ହେଇଥିଲା। ଆଉ ଯେଉଁଥିରେ କି ଦେଖିପାରୁଥିବେ କେତେ ବଢ଼ିଆ ସୁନ୍ଦର ପୁରା କଖାରୁ ଭଳିଆ ହେଇଛି। ବୋଉ ଭାବିଥିଲା ବୋଧେ ଲମ୍ବା ମାନେ ହେବ, ଏମିତି ମାନେ ଗୋଲିଆ କଖାରୁଟା ସାଇଜ୍ ଦେବନି, ଲମ୍ବା ଟାଇପ୍ର ହେବ ବୋଲି, କିନ୍ତୁ ନାଇଁ ପୁରା କଖାରୁ ଭଳିଆ ହେଇଛି। ବଡ଼ ଆଉ ହେଇନି, ତାକୁ ସେଇ ମାନେ ଏଇଟା ହେଉଛି ତା ବସା। ସେ ଆକ୍ଚୁଆଲି ତଳେ ରହିବା କଥା, କିନ୍ତୁ ତାକୁ ଆମେ ଏଇଠି ରଖା ହେଇଛି କ'ଣ ପାଇଁ ନା, ଏଇଟା ଯେହେତୁ ଏଠି ଘାସ ଅଛି, ଘାସ ଉପରେ ସେ ରହିବ ଆଉ ଖରା ତାକୁ ଏତେ ହେବନି। ତା ସହିତ ଏଇ ଗଛ ଗୁଡ଼ାକ, ଏଇଟା ହେଉଛି କନିଆରୀ ଗଛ ଦେଖିପାରୁଥିବେ, କନିଆରୀ ଗଛ। ତ କନିଆରୀ ଗଛର ଛାଇ ଟିକେ ପାଇବ, ତା ନିଜ ଗଛର ବି ଛାଇ ଟିକେ ଏଇଠି ସେ ପାଉଛି। ଆଉ ଏଇଠି ଯେହେତୁ ପାଣି ଆମର ଦିଆହେଲା, ଏଇଟା ଯେହେତୁ ମାଟି ଜାଗାଟା, ତେଣୁ ମାଟି ଉପରେ ସେ ରହିବ। ଆଉ ଏଇଠି ଛାତ ଉପରେ ରହିଲେ କ'ଣ, ଛାତ ତାତି ଯାଉଛି, ଖରା ଯେଉଁ ଯେତେ ଜୋରେ ହେଉଛି। ଛାତ ତାତିଗଲେ ସିଏ ବି ତାତିଯିବ, ତାତିକି କାଳେ ନଷ୍ଟ ହେଇଯିବ। ସେଇଥିପାଇଁକା ତାକୁ ଏଇଠି ରଖା ହେଇଛି। କେତେ ସୁନ୍ଦର ହେଇଛି ଦେଖିପାରୁଥିବେ, ବଢ଼ିଆ କ୍ୟୁଟ୍ ଗଛଟେ, ମାନେ କଖାରୁଟେ ଫଳିଛି। ମୋତେ ବୋଉ କେତେ ଦିନରୁ କହିଲାଣି, ମୁଁ ଆଉ ଆସିପାରୁନି। ମୁଁ ଥରେ ଆସିକି ଦେଖୁଥିଲି, ପାଣି ଦେବାକୁ ଆସିଥିଲି ଛାତ ଉପରକୁ, ମୁଁ ଆଉ ଖୋଜିଲି କିନ୍ତୁ ପାଇଲିନି। ଲୁଚି ଯାଇଥିଲା ଛୋଟିଆଟେ, ବୋଧେ ଟିକେ ଛୋଟଟା, ଆଉ ୟାଠୁ ଟିକେ ଛୋଟ ଥିଲା, ଆଉ ଲୁଚି ଯାଇଥିଲା। ମୁଁ ତାକୁ ପାଇଲିନି। ମୁଁ କନ୍ଦି ଫନ୍ଦି ଖୋଜି ଖାଜିକିରି ଗଲି, କିନ୍ତୁ ଆଉ ପାଇଲିନି। କିନ୍ତୁ ଦେଖିପାରୁଥିବେ ଆଜି ପୁରା ମୁଁ ଦେଖିଲି, ବଢ଼ିଆ ଖୁସି ଲାଗୁଛି। ଆମେ ଖାଉ ନ ଖାଉ, ଟେଷ୍ଟ ତାର ଯେମିତି ଯାହା ହଉ, କିନ୍ତୁ ଗଛଟା ମାନେ ପ୍ରଥମ କିନି ଗୋଟେ ଛୁଆଟେ ହେଇଛି ତାର ଜାଣ। ଆଉ ଏଇଟା କି ଗୋଟେ ଦେଖାଯାଉଛି କଖାରୁଟା ବି। ଆଉ କଖାରୁ କିଏ ସବୁବେଳେ ଖାଏ, ଏମିତି ଡାଲମା ଫାଲମାରେ ଟିକେ ପଡ଼େ କି କ'ଣ ପଡ଼ିବ ଯଦି। ଆମର ବି ବେଶୀ କଖାରୁ କେହି ଖାଆନ୍ତିନି, କି ଆମର ବେଶୀ କଖାରୁ ବି ଆସେନି। କିନ୍ତୁ ଏଇଟା ଗୋଟେ ଖୁସି ଲାଗିଲା, ଗୋଟେ ମାନେ ଏଡ଼ିକି ଟିକେ ଜାଗାରେ ହେଇଛି। ଆଉ ସେ କେତେ ବାଟ ପୁରା ମାଡ଼ିଛି, ତାର ଚେର, ତାର ଇଏ। ଆଉ ଏଇଠି କଖାରୁ ହେଇଛି, ତାପରେ ବି ଆହୁରି ବି ଇଆଡ଼େ ବି ମାଡ଼ିଛି, ଦେଖିପାରୁଥିବେ। ଇଆଡ଼େ ପୁରା ଇଆଡ଼େ ମୁଣିକିରି ମାଡ଼ିଛି। ମୋତେ କଖାରୁ ଯେତିକି ଭଲ ଲାଗେନି, ମୋତେ କଖାରୁର ଫୁଲଟା ଭାରି ଭଲ ଲାଗେ। ଆଉ ଯେଉଁଟାକି ଫୁଲ ଆମର ହେଇନି, କିନ୍ତୁ ଫଳଟେ ଦେଇଛି, ଦେଖିଲେ ଭାରି ଖୁସି ଲାଗୁଛି। ପୁଣି ଯେତେ ଜୋରେ ଖରା ହେଉଛି, କେହି ବି ଆଶା ବି କରିବେନି କି ଫଳ ହେବ ବୋଲିକା ଗଛ ଗୁଡ଼ାକରେ, କିନ୍ତୁ ହେଲା। ଆମେ କେହି ଭାବି ନଥିଲୁ ଯେଉଁ ଗୋଟେ ଛୋଟିଆ ଫଳଟେ ଏମିତି ହେବ, ଗୁଲଗାଲିଆ ପୁଣି ମୋଟା ବି ଅଛି, ମାନେ ଦେଖିପାରୁଥିବେ ମୋଟା ବି, ତାର ମାନେ ଯେତିକି ମୋଟା ରହିବା କଥା ବି ସେତିକି ଅଛି, ମାନେ ବେଶୀ ପତଳା ବି ହେଇନି। ମୁଁ ଟେକୁନି, କାହିଁକିନା ଭାଙ୍ଗି ଯିବ ଯଦି ବୋଉ ମୋତେ ଶୋଧିବ କରିବ। ଆଉ ବଢ଼ିଆ ଗଛଟା ହେଇଛି, ବଢ଼ିଆ କଖାରୁଟା ହେଇଛି। ମୋତେ ବଢ଼ିଆ ଲାଗୁଛି କଖାରୁଟା, ହାତ ମାରିବାକୁ ବି ବଢ଼ିଆ ଇଚ୍ଛା ହେଉଛି। ଆଉ ଏତେ ଜୋରେ ଖରାରେ ବି ଯାହା ହଉ ସେ କେମିତି ହେଇଛି। ଆଉ ତାକୁ ଏଇ ଛାଇ ବଣ ଭିତରେ ରଖା ହେଇଛି ଘୋଡ଼େଇକି, ସେ ତାର ଖରା ବାଜୁନି ବେଶୀ, ତାଠି ସେ ରହିଛି ଏଇ ୟା ଉପରେ। ଆଉ ଏକ ପାଣି ସଫିସିଏଣ୍ଟ ପୁରା ଦିଆହେଉଛି। ତା ଗଛରେ ବାବା ଆସିଥିଲେ, ସେ ସବୁ ପାଣି ଦେଇକି ଯାଇଛନ୍ତି। ତା ଗଛ ସବୁ ଗଛ ଗୁଡ଼ାକରେ ଆମର ସବୁ ଗଛରେ ପାଣି ଦିଆହେଇଛି। ଆଉ ସଫିସିଏଣ୍ଟ ସକାଳୁ ସନ୍ଧ୍ୟାରେ ବାବା ତାକୁ ପାଣି ଦେଉଛନ୍ତି। ଆଉ ମୁଁ ବି ଦିଏ, ମୁଁ ସନ୍ଧ୍ୟାବେଳେ ଆସିକି ଦିଏ, ସକାଳୁ ଯଦି ବି ଦେଇପାରେନି ସନ୍ଧ୍ୟାବେଳେ ଦିଏ।
ପାଣି ଆସିକି 4ଟା ବେଳେ ବୁଲିବାକୁ ଟିକେ ଛାତ ଉପରକୁ ଆସିଲେ ପାଣି ଟିକେ ଦେଇଦିଏ। ଖରା ଯୋଗୁଁ ପୁରା ଗଛ ଗୁଡ଼ାକ ପୁରା ମାନେ ଇଏ ହେଇଯାଇଥାଏ। ଆଉ ଘାସ ଗଛ ପୁରା ଯେଉଁ ପ୍ରବଳ ହେଇଛି। ଆଉ ଏଇ ତଳେ ୟାର ତଳେ ମାଟି ଅଛି, ଯେହେତୁ ଏଇଟା ଗୋଟେ ଫୁଲ କୁଣ୍ଡଟା, ଏଇଠି ଫୁଲ ଗଛ ଲାଗିଛି, ଏଇଠି ମାଟି ଅଛି, ଏଇସବୁରେ ଯେମିତି ମାଟି ଏମିତି ମାଟି ଅଛି। ଆଉ ଆମର ଦେଖିପାରୁଛ ଜରି ଫରି ଗୁଡ଼ାକରେ ବି ଆମ ବୋଉ ସେ ଜରି ଗୁଡ଼ା ନ ଫୋପାଡ଼ିକି ସେଥିରେ ଗଛ ଲଗେଇ ଦେଉଛି। ଏଇଟା ଗୋଟେ ଫୁଲ ଗଛଟା। ଆଉ ଏଇଟା ସବୁ କୁଣ୍ଡ ଗୁଡ଼ାକରେ ହେଇଛି। ସେଇଠି ବି ସବୁ ଗଛ ଗୁଡ଼ାକ ବି ଆମର ସବୁ ଫୁଲ ଗଛ ଫୁଲ ଗଛ ହେଇଛି, କିନ୍ତୁ ଜରିରେ ହେଇଛି। ଆଉ ବଢ଼ିଆ ବି ହେଇଛି, ଦେଖଉଛି କେତେ ସୁସ୍ଥ ଅଛି। ଜରିରେ ବି ଗଛ ଗୁଡ଼ାକ ହେଇ କେତେ ସୁସ୍ଥ ଅଛି, ଦେଖିପାରୁଥିବେ ପୁରା ସୁସ୍ଥ ଅଛି। ଏଇ ଗଛଟା ଟିକେ ନାକୁ ଇଏ ହେଇଯାଇଛି। ଗେଣ୍ଡୁ ଏବେ ତ ଆଉ ଗେଣ୍ଡୁର ଦିନ ସିଜିନ୍ ଏବେ ନୁହେଁ, ତେଣୁ ଗେଣ୍ଡୁ ତ ଏବେ ଟିକେ ଇଏ ହେଇଯାଇଛି। ଏଇଟା ଦେଶୀ ଗେଣ୍ଡୁ ଗଛ, ତଥାପି ଅଛି ଭଲ। ଆଉ ଖରା ବି ଯେତେ ଜୋରେ ହେଉଛି, ଗଛ ଗୁଡ଼ାକ ଉଧେଇବା ଟିକେ କଷ୍ଟ। କିନ୍ତୁ ଏଇ ଗଛଟା ଏଇଟା ହେଉଛି ଗେଣ୍ଡୁ ଗଛଟା। ଏଇଟା ଦେଖିପାରୁଛ କେତେ ସୁସ୍ଥ ଅଛି, ପୁରା ସୁସ୍ଥ ଅଛି, ବଢ଼ିଆ ଅଛି। ଏଇଟା ବି ଗୋଟେ ଗଛ। ଆଉ ଏଇଟା ହେଉଛି ଅପରାଜିତା ଗଛ। ଆମର ଅପରାଜିତା ଗଛ ଗୋଟେ ବଡ଼ଟେ ସେଇପଟେ ହେଇଥିଲା ଗୋଟେ, ସେଇଟାକୁ ଇଏ କରାଇ ଦିଆଗଲା। ସେଇଟା ବହୁତ ବଡ଼ ହେଇଗଲା, ତ ସେଥିପାଇଁ ତାକୁ କାଢ଼ିକି ଫୋପାଡ଼ି ଦେଲୁ। ଏଇଟା ଗୋଟେ ନୂଆ ଏବେ ଲଗା ହେଇଛି, ଏଇଟା ବି ମାଡ଼ିଛି, ଅଳ୍ପ ଅଳ୍ପ ଛୋଟିଆ ପତ୍ରଟି ମାନ ହେଇଛି। ଆଉ ହବ, ଆଉ ସେ ମାଡ଼ିବ। ଏଇଠି ତାକୁ ମଡ଼ା ହେବ। ସେ ପୁରା ଅପରାଜିତା ମାଡ଼ିବ ନା, ମାଡ଼ିବା ଗଛ ସେ ମାଡ଼ିକି ପୁରା ହବ ଆଉ ଅପରାଜିତା ଗଛଟା ଏଇଠି। ଆଉ ଏଇଟା ହେଉଛି ଆମର ରଙ୍ଗବାଲ୍ଟି ଥୋଇ ସବୁ ଗୁଡ଼ାକ ତ। ଆଉ ତଥାପି ବହୁତ କୁଣ୍ଡ ଆସିଛି ଆମର, କେତେ କୁଣ୍ଡ ବି ଥିଲା। ଆଉ ସେ କୁଣ୍ଡ ଗୁଡ଼ାକ ବି କେତେଟା ଆମର ଭାଙ୍ଗି ଗଲା। ମାଙ୍କଡ଼ ଫାଙ୍କଡ଼ ଏଇଠି ହଇରାଣ କରନ୍ତି, ଆଗରୁ ଭାଙ୍ଗିଗଲା। ଆଉ ଆମର ଏଇ କୁଣ୍ଡଟି ଦେଖିପାରୁଛ, ଏଇଠି ବହୁତ ସାରା ଗଛ ଆମର ଲାଗିଛି। ଏଇ କୁଣ୍ଡଟା ହେଲା ଆମର ଆଗରୁ, ମାନେ ମୋ ମା' ଥିଲାବେଳେ, ଆମେ ଯେତେବେଳେ ଜନ୍ମ ହୋଇନଥିଲୁ, ବାବା ବାହା ହେଇନଥିଲେ, ସବୁ ଗାଁରେ ରହୁଥିଲେ ଆମର, ତ ସେତେବେଳେ ଏଇ କୁଣ୍ଡଟାରେ ଆମ ଗାଈମାନଙ୍କୁ ଖାଇବାକୁ ଦିଆଯାଏ। ଆପଣମାନଙ୍କ ଘରେ ଯାହା ଘରେ ଗାଈ ଥିବ ବି ଆପଣମାନେ ଦେଖିଥିବେ, ଏମିତିଆ କୁଣ୍ଡ ଥାଏ। ଏମିତିଆ କୁଣ୍ଡରେ ଗାଈମାନଙ୍କୁ ଚୋକଡ଼ ଫୋକଡ଼ ସବୁ ଗୋଳେଇକିରି ଦିଆଯାଏ ଏଇଥିରେ ଖାଇବା ପାଇଁ। ତ ଏଇ କୁଣ୍ଡଟା ଆମର ଥିଲା, ଏଇଟାକୁ ଆଉ ଫୋପାଡ଼ି ନଥିଲେ କି କାହାକୁ ଦେଇନଥିଲେ। ଏଇ କୁଣ୍ଡଟା ଥିଲା ଆମର ବହୁତ ବର୍ଷ ହେଲାଣି। ଆମର ଗାଈ ଥିଲା, ଆମେ ମାନେ ବାବା ବହୁତ ଛୋଟ ଥିଲେ ସେଇ ଟାଇମ୍ରେ ଥିଲା ଗାଈ। ଆଉ ଗାଈ ଗଲା ପରେ ବି ଆମର ବୋଧେ ବିକିଦେଲେ କି କ'ଣ ହେଲା ମୁଁ ଜାଣିନି, କିନ୍ତୁ ଗାଈ ଆମର ଥିଲା, ମୁଁ ଜାଣିଛି ଏଇଟା ଭଲ ଭାବରେ। ତାପରେ ବାବା ବୋଉ ଆଉ ତାଙ୍କ ବାହାଘର ପରେ ସେମାନେ ସବୁ ଯାଇକି ଭୁବନେଶ୍ୱରରେ ରହିଲେ। ମା' ବି ରହିଲା ଭୁବନେଶ୍ୱରରେ ତାଙ୍କ ପାଖରେ। ତେଣୁ ଗାଈକୁ ସେଥିପାଇଁ ବୋଧେ ବିକିଦେଲେ କି କ'ଣ କଲେ, ସେଥିପାଇଁକା। ଆଉ ଏଇ କୁଣ୍ଡଟିକୁ କିନ୍ତୁ ଫୋପାଡ଼ି ନଥିଲେ, କୁଣ୍ଡଟିକୁ ସାଇତିକି ରଖିଥିଲେ ଆମର। ଆଉ ଏଇଟା ବହୁତ କାମ ଦେଉଛି। ଆମର ବହୁତ ସାରା ଗଛ ଦେଖିପାରୁଥିବେ ହେଇଛି। ଏଇଟା ଗୋଟେ ଫୁଲ ଗଛ। ମୁଁ ଫଟୋ ଆପଣମାନଙ୍କୁ ଛାଡ଼ିଦେବି। ଏଇଠି ମେଡ଼ିସିନ୍ ପଡ଼ିଛି, ମୋତେ ଲାଗି ହାତ ମାରୁନି। ବଢ଼ିଆ ନାଲିଆ ରଙ୍ଗର ମନ୍ଦାର ଫୁଲ, ବଢ଼ିଆ ଫୁଲ ହେଇଥିବ। ମୁଁ ଆପଣମାନଙ୍କୁ ସାଇଡ଼୍ରେ ଦେଇଦେବି ତା'ର ଫଟୋ। ଆଉ ଏଇ ଫୁଲଟା ଦେଖିପାରୁଥିବେ, ଅଶୋକ ଫୁଲ। ଏଇଟା ଗୋଟେ ପ୍ରାୟ କେତେ ମାନେ ବଡ଼ ହେଇକିରି ହେଇଛି। ଏଇଟା କେତେ ଯେ ଫୁଲ ହେଇଛି। ଏଇଟା ଗୋଟେ ହଳଦିଆ ଫୁଲଟେ ଏଇଠି ହେଇଛି, ସର୍ଟ ଭିଡ଼ିଓରେ ଛାଡ଼ିଥିଲି। ଆଉ ଏଇଟା ଗୋଟେ ସେବତୀ ଗଛ ବି ଏଇଠି ହେଇଛି। ଆଉ ବି କେତେ କ'ଣ ଗଛ ତା ଭିତରେ ହେଇଛି। ଦେଖିପାରୁଥିବେ ଏଇ କୁଣ୍ଡଟାରେ କେତେ ଗଛ ଆମର ହେଇଛି। କୁଣ୍ଡଟାରେ ବହୁତ ଗଛ ହେଇଛି। ଆଉ ଏଇଟା ବି ଏମିତି ଗୋଟେ ଘାସ ଗଛ ହେଇଛି। ଆମର ଘାସ ଗଛ ନୁହେଁ, ଏଇଟା ଦୁବ ଆକ୍ଚୁଆଲି ଲଗା ହେଇଛି ଆମର ପୂଜାପୂଜି ପାଇଁ, ଟିକେ ଗୁରୁବାରେ ପୂଜା ହେବା ପାଇଁକା। ଦୁବ ଠାକୁରଙ୍କ ପାଖରେ, ଆମ ଠାକୁର ଘରେ ପୂଜା ହୁଏ, ତ ସେଥିପାଇଁକା ଦୁବ ଗଛ ମୋ ବୋଉ ଲଗେଇଛି। ଏଇ କୁଣ୍ଡଟା, ଏଇଟା ବି କୁଣ୍ଡଟା ସବୁ ଆଉ କୁଣ୍ଡରେ ଲଗା ହେଇନି, କେତେଟା କୁଣ୍ଡରେ ଲଗା ହେଇଛି, ଆଉ କେତେଟା ଏମିତି ପ୍ଲାଷ୍ଟିକ୍ ଜାଗାରେ ସବୁ ଲଗା ହେଇଛି। ଏଇଟା ଗୋଟେ ଛୋଟିଆ ଇଏରେ ଲଗା ହେଇଛି, ଛୋଟିଆ ମାଠିଆ ଭଳିଆ ହେଇଛି। ଆଉ ଏଇଟା ଦେଖିପାରୁଥିବେ ପୋଦିନା ଗଛ ଏବେ କଲାଣି, ଏଇ ଖରାକୁ ପୁରା କଲାଣି, ଶୁଖି ଗଲାଣି, କିନ୍ତୁ ପୁରା ବଢ଼ିଆ ଗ୍ରୀନେରୀ ହେଇଥିଲା। ଆଉ ଆମେ ବହୁତ ପୋଦିନା ବି ଏଠୁ ଖାଇଛୁ। ବହୁତ ଜଣ ବି ଏଠୁ ମାନେ ନେଇଛନ୍ତି ବିରିୟାନୀ ଫିରିୟାନୀ ବନେଇବା ପାଇଁକା। ଆମର ସବୁ ବର୍ଷ ପୋଦିନା ଗଛ, ମାନେ ପୋଦିନା ଲଗା ହୁଏ। ଆଉ ବଢ଼ିଆ ମାନେ ପୋଦିନା ବି ହୁଏ। ଆମେ ତ ଏତେ ଖାଇପାରୁନି, ଆମେ ତାକୁ ବି ଗୁପଚୁପ୍ ବାଲାମାନଙ୍କୁ, ମାନେ ଗୁପଚୁପ୍ ଯିଏ ବିକ୍ରି କରନ୍ତି ବଜାରରେ, ବାବା ନେଇକି ତାଙ୍କୁ ଦେଇକି ଆସନ୍ତି। କାହିଁକି ନଷ୍ଟ ହେବ, କାହିଁକି ଆମେ ତାକୁ କାଟିକି ଫୋପାଡ଼ିବୁ, ସେମାନଙ୍କୁ ଦେଇଦେଲେ ଅଧିକ ସେମାନେ ୟୁଜ୍ କରିଦେବେ ତାକୁ। ଆଉ ହଁ, ଏଇଠି ଦେଖିପାରୁଥିବେ, ଏଇଟା ବି ହେଇଛି ଆମର ଏବେ। ଏଇଟା ଆଗରୁ ଏଇଠି ପ୍ରକୃତରେ ଥିଲା ଆମର। ଏଇଟା ଗୋଟେ ପ୍ଲାଷ୍ଟିକ୍ ଝୁଡ଼ିରେ ଅଛି।
କିନ୍ତୁ ଏଇ ଜରି ଭିତରେ ଥୁଆ ହେଇଛି ତାକୁ। ଏଇଟା ହେଉଛି ଗୋଟେ ଲଙ୍କା ଗଛ, ଆମର ସେପଟେ ବି ଗୋଟେ ଲଙ୍କା ଗଛ ଅଛି ଛୋଟିଆଟେ, ଏଇଟା ଟିକେ ବଡ଼ ଲଙ୍କା ଗଛଟା, ଲଙ୍କା ଫଳିନି, ଆରଟାରେ ଫଳିଥିଲା। ମୁଁ ଦେଖେଇବି, ଦେଖିବା ଆଉ ଟିକେ ଦେଖେଇବି। ଏଇଟା କିନ୍ତୁ ହେଉଛି ଆମର ଯେଉଁ ଅପରାଜିତା ଗଛ। ଅପରାଜିତା ଗଛ ଏଇଠି ସେପଟେ ଗୋଟେ ହେଇଥିଲା, ମୁଁ ଦେଖେଇଲି, ହେଲେ ସେଟା ଟିକେ ସରୁ ସରୁ ପତ୍ର ହେଇଛି, ଏପଟେ ଟିକେ ମୋଟା ମୋଟା ପତ୍ର ହେଇଛି। ଏଇଠି 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 ଦେଖିପାରୁଥିବେ, ଟିକେ ଦେଖାଯାଉଥିବ ଯଦି, ଏଇଠି ଅପରାଜିତାର ଫୁଲଟା ହେଇଛି। ଆଉ ଏଇଟା ବହୁତ ବଡ଼ ହେଇକି ପୁରା ଏଇଠି ମାଡ଼ିଥିଲା, ଏଇଠି ପୁରା ବଡ଼ ହେଇକିରି ମାଡ଼ିଥିଲା ଆର ବର୍ଷ, ତାକୁ ଓପଡ଼ା ହେଇକି ହେଇଯାଇଛି, ସେଥିଲାଗି ନୂଆ ଏବେ କଅଁଳୁଛି ବୋଲି ଟିକେ ଭଲ ଅଛି। ଆଉ ଦେଖିପାରୁଥିବେ, ଏଇଟା ହେଉଛି ଘିକୁଆଁରୀ। ଏଇଟା ଆମର ବହୁତ ବହୁତ ବର୍ଷ ପୂର୍ବରୁ ଆମ ତଳ ଘର ଛାତ ଥିଲା ବେଳଠୁ, ତଳ ଘର ଯେତେବେଳେ ଛାତ ଥିଲା ସେବେଠୁ ଏଇ ଗଛ ଆମର ଘିକୁଆଁରୀ ସବୁବେଳେ ଏନି ଟାଇମ୍ ଲାଗିଥାଏ। ଆଉ ବହୁତ ଜଣ ବି ଆସିକି ନେଇଛନ୍ତି ଆମ ଘରୁ ଗଛ। ଆଉ ତା ସହିତ ଆମର ସବୁବେଳେ କୁଣ୍ଡରେ ଘିକୁଆଁରୀ ଆଭେଲେବୁଲ୍ ଥାଏ। ମୋ ଇଚ୍ଛା କେତେବେଳେ ହେଲା ମୁଁ ଟିକେ ମାରେ। ବାବା ବି ତାଙ୍କର ଡାଇବେଟିସ୍ ଅଛି, ସେ ବି ତାକୁ ବି ଖାଆନ୍ତି, ଡାଇବେଟିସ୍ ରୋଗୀମାନେ ଏଗୁଡ଼ାକୁ ଖାଆନ୍ତି, ଘିକୁଆଁରୀକୁ ସେ ଖାଆନ୍ତି, ସେ ବି ତାଙ୍କର ବି ମୁହଁରେ ଲଗାଲଗି କରନ୍ତି। ଘିକୁଆଁରୀର ବହୁତ ଉପକାରିତା ଅଛି, ତେଣୁ ଘିକୁଆଁରୀଟା ଆମର ସବୁବେଳେ ଆମର ଘିକୁଆଁରୀଟା ରହିଥାଏ ଆମ ଛାତରେ। ଆମର ଗୋଟେ ଗଛ ଥାଏ, ଏଇଟା ହେଉଛି ଗୋଟେ ତୁଳସୀ ଗଛ। ଏଇଟା ସେ ମନକୁ ଉଠିଛନ୍ତି, ଏଇଠି ଏଇଠି ଗୋଟେ ତୁଳସୀ ଗଛ, ସେପଟେ ବି ହେଇଛନ୍ତି ଗୋଟେ ଦୁଇଟା ତୁଳସୀ ଗଛ। ତୁଳସୀ ଗଛ ଉଠିଲେ ଆକ୍ଚୁଆଲି ଭଲ, ମୁଁ ଏଇଟା ଶୁଣିଛି, ମନକୁ ମନ ଉଠିଲେ ଠାକୁରଙ୍କ ଗଛ ସେଇଟା ବହୁତ ଭଲ। ଆଉ ଆମର ବି ଏଇଠି ତୁଳସୀ ବି ତୋଳା ହେଇକି ଠାକୁରଙ୍କୁ ବି ପୂଜା ହୁଅନ୍ତି। ଆଉ ତଳେ ଆମେ ସେ ତଳ ମୁଁ ଦେଖେଇବି ଆମକୁ ବାରି, ଆପଣଙ୍କୁ ବାରିପଟକୁ ଆଉ ଯାଇପାରିବିନି, କିନ୍ତୁ ଏଇ ଉପରୁ ଦେଖେଇବି, ଚାଲନ୍ତୁ ବାରି ଆମର। ଆଉ ଏଇଠି ବି ଦେଖିପାରୁଥିବେ, ଏଇଠିକିନା ଗୋଟେ ଛୋଟିଆ ଗଛଟେ ଏଇଠି ପୋତା ହେଇଛି। ଏଇଟା ଦେଖନ୍ତୁ, ଏଇଟା ହେଉଛି ଆମର ବାରି, ଏଇଟା ହେଉଛି ଆମର ବାରି। ଦେଖିପାରୁଥିବେ କେତେ ଟଗର ଗଛ ପୁରା ଛାଉଣି ହେଇଛି, ଗୋଟେ ଛୋଟ ଭଣ୍ଡା ଗଛଟେ ହେଇଛି। ଆଉ ଏଇ ଯେଉଁ ଛାତ, ଏଇ ଛାତଟା ହେଲା ଆମର ବାରିପଟ, ଏଇଟା ହେଲା ଆମ ବାରିପଟ, ଏଇଟା ହେଲା ଆମ ବାଟ, ଇଆଡ଼େ ଯିବ, ଇଆଡ଼େ ବାଟ ଅଛି, ବାହାରକୁ ଯିବା ପାଇଁ ବି ଏଇପଟେ ବାଟ ଅଛି। ତା ସହିତ ଏଇଟା ହେଲା ଆମ ଛାତ, ଏଇଟା ହେଉଛି ଆମର ଗୋଟେ ଲାଟ୍ରିନ୍ ବାଥରୁମ୍ର ଘର ହେଇଛି, ବଡ଼ ଛାତଟା ଦେଖିପାରୁଥିବେ। ଏଇ ଛାତରେ ଆମର ଆଗରୁ କଖାରୁ ମଡ଼ା ହୁଏ, ଏଇ ଛାତରେ ଆମର ଆଗରୁ କଖାରୁ ମଡ଼ା ହୁଏ। ଆଉ କଖାରୁ ବି ଫଳେ, ତା ସହିତ ଫୁଲ ବି ବହୁତ ହୁଏ। ମୁଁ ଯେତେବେଳେ ପଢ଼ୁଥିଲି 8-9ରେ, ସେଇ ଟାଇମ୍ର କଥା ମୁଁ କହୁଛି, ଏଇଠି ବହୁତ ଆମେ ଯେତେବେଳେ ତଳ ଘରେ ରହୁଥିଲୁ, ଆଉ ଏଇଠି ଗୋଟେ ଲେସୁଣି ପକେଇକିରି ଆମର ସବୁ ଏଇ ଛାତରେ ଖାଲି କଖାରୁ ହିଁ ମଡ଼ା ହେଇଥିବ, ପୁରା ଛାତ ସାରା ପୁରା ମଡ଼ା ହେଇଥିବ ଏମୁଣ୍ଡରୁ ସେମୁଣ୍ଡୁ। ଆଉ ଆମେ ବହୁତ ଫୁଲ ବି ଖାଇଛୁ, ଏଇ କଖାରୁ ହୁଏ ବି, କଖାରୁ ବି ଫଳେ। ଆଉ ଫୁଲ ବି ବହୁତ ହୁଏ, ଫୁଲ ମୋତେ ବହୁତ ଯେହେତୁ ଭଲ ଲାଗେ, ଆମେ ଖାଉ ବି ଫୁଲ, ସମସ୍ତଙ୍କୁ ଆମର ଭଲ ଲାଗେ। ମୁଁ ସବୁବେଳେ, ମୋର ମନେ ଅଛି, ରବିବାରେ ମୁଁ ଟ୍ୟୁସନ୍ରୁ ଆସିଲା ବେଳକୁ ଫୁଲ ତୋଳା ହେଇଥିବ ଆଉ ଭଜା ହେଇଥିବ, ମୁଁ ଖାଏ। ତ ଏଇଟା ହେଉଛି ଆମର ବାରିପଟରେ ଛାତଟା, ଏଇଥିରେ ମଡ଼ା ହୁଏ କଖାରୁ ଆଗରୁ। ଏବେ ତ ଆଉ ସେଠି ହେଇପାରୁନି, ଯେହେତୁ ଆମେ ତଳ ଘରେ ରହୁନୁ। ଆଉ ତଥାପି ଦେଖିପାରୁଥିବେ, ବାଡ଼ିରେ ବି ଆମର ବହୁତ ସାରା ଗଛ ହେଇଛି, ଅନ୍ଧାରିଆ ହେଇଗଲାଣି, କିନ୍ତୁ ମୁଁ ଦେଖାଉଛି ବହୁତ ସାରା ଗଛ ହେଇଛି। ମୁଁ କେତେବେଳେ ବାରିପଟକୁ ଗଲେ ଦେଖେଇବି। ଏଇଟା ହେଉଛି ଆମର ଭେସୁଙ୍ଗା ଗଛ, ବହୁତ ବଡ଼ଟେ ହେଇଥିଲା, ଏବେ ତାକୁ ହାଣି ହୁଣି ଦେଇଛନ୍ତି, ବହୁତ ବଡ଼ ହେଇଥିଲା। ଆଉ ଏଇଠି ଗୋଟେ ବଡ଼ ଟଗର ଗଛ ଥିଲା, ଏଇଟାକୁ ବି ଟିକେ ହାଣିକି ଛୋଟ କରିଦେଇଛନ୍ତି, ଯେହେତୁ ଏପଟ ତାଙ୍କ ଘର ପଟକୁ ଟିକେ ମାଡ଼ି ଯାଇଥିଲା। ଆଉ ଏଇଠି ବି ଆମର ଚଉରା ଗଛ ବି ମେଞ୍ଚେ ଖଣ୍ଡେ ଉଠିଥିଲା, ଏବେ ବି ଅଛି କି ନାହିଁ ମୋତେ ଆଉ ଭଲସେ ତ ମୁଁ ଯାଇନି, ବହୁତ ଦିନ ହେଲାଣି। ମନ୍ଦାର ଗଛ ଅଛି ଏଠି, ଆଉ ବିଭିନ୍ନ ପ୍ରକାର ଗଛ ବୋଉ ଲଗେଇଛି। ଆଉ ସେ ଆଣ୍ଟି ଅଙ୍କଲ ତ ତଳ ଘରେ ଯିଏ ଭଡ଼ାକୁ ଅଛନ୍ତି, ସିଏ କେୟାର ନେଉଛନ୍ତି ଗଛର, ପାଣି ଫାଣି ଟିକେ ବୋଉ କହିଛି, ସେ ଦେବାଦେବି କରୁଛନ୍ତି। ଗଛ ଟିକେ ସତେଜ ଅଛି, ଭଲ ଅଛି। ଆଉ ଏମିତି ଆମର ବେଶୀ ବଡ଼ ବାରି ନୁହେଁ, ଆମର ଛୋଟିଆ ବାଡ଼ିଟେ। ଆଉ ଛୋଟିଆ ବାଡ଼ିରେ ଯେତିକି ଯାହା ହେଇଛି, ଆଉ ଯେହେତୁ ଆମର ବାଡ଼ିରେ ଆମେ କିଛି କରିପାରିବୁନି, ଆମ ବାଡ଼ିକୁ ବେଶୀ ବଡ଼ ବି ବାରି ନୁହେଁ, ଯେତିକି ହେବା କଥା ହେଇଛି, ସେଥିପାଇଁକା ଆମର ଛାତ ଉପରେ ଏସବୁ ଲଗା ହେଇଛି। ବାବା ବୋଉଙ୍କୁ ଟିକେ ଲଗେଇବା ପାଇଁ ଭଲ ଲାଗେ, ଆମର ଯେହେତୁ ଜାଗା ନାହିଁ, ନହେଲେ ଆମର ବହୁତ ମଞ୍ଜି ଫଞ୍ଜି ବି ଆଣନ୍ତି, ବାବା କଲେକ୍ଟ କରିକି ଆଣନ୍ତି। କିନ୍ତୁ ଆମର ଯେହେତୁ ଜାଗା ନଥାଏ, ମୋ ବୋଉ ମାଉସୀ ଘରକୁ, ମାମୁଁ ଘରକୁ ଏମିତି କିଛିଟା ଦେଇଦିଏ। ଆଉ ଛାତ ଉପରେ ଯେତିକି ପାରନ୍ତି ସେମାନେ ବୋଉ ବାବା ଲଗାନ୍ତି। ଆଉ ଦେଖିପାରୁଥିବେ,
ସନ୍ଧ୍ୟା ବି ହେଇଗଲାଣି। ମୁଁ ଯାଉଛି ଟିକେ ଠାକୁରଙ୍କୁ ପ୍ରାର୍ଥନା କରିବି। ଆଉ ଆପଣମାନଙ୍କୁ ଦେଖେଇଲି ଆମ ବଗିଚା, ଆମ ଛୋଟ ବଗିଚା ଏଇଟା। ଆଉ ମୋତେ ଭାରି ଭଲ ଲାଗିଲା କିନ୍ତୁ ଏଇଟା ଦେଖିକି। କଖାରୁ ଗଛ ମୁଁ ଆଉ ଟିକେ ଆପଣମାନଙ୍କୁ ଦେଖେଇ ଦେଉଛି। କଖାରୁ ଗଛ ଅନ୍ଧାର ହେଇଗଲାଣି ଆଉ ଦେଖାଯାଉନି। ଏଇଠି ଲାଇଟ୍ ପଡ଼ିଲା ଏଇଠି ଦେଖିପାରୁଥିବେ। ମୋର ଚାର୍ଜ ବୋଧେ କମିଗଲାଣି କ'ଣ, ଲାଇଟ୍